ଓଡ଼ିଶା ପାଲଟିଛି ସାଇବର ଲୁଟେରାଙ୍କ ହବ୍। ସମ୍ପ୍ରତି ଓଡ଼ିଶା ପାଲଟିଛି ସାଇବର ଲୁଟେରାଙ୍କ ହବ୍। ଭାରତବର୍ଷରେ ସାଇବର ଠକେଇ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି। ଅଦୃଶ୍ୟ ଲୁଟେରା ଠକ ଗ୍ୟାଙ୍ଗ ନୂଆ ନୂଆ ତରିକାରେ ଲୋକଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି। 4 ବର୍ଷ ଭିତରେ ଓଡ଼ିଶାରୁ ସାଇବର ଲୁଟେରାମାନେ 500 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। କ୍ରାଇମବ୍ରାଞ୍ଚ ରିପୋର୍ଟରୁ ଏହି ଭୟାନକ ଚିତ୍ର ସାମ୍ନାକୁ ଆସିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏ ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଏତେ ପରେ ମଧ୍ୟ 2024 ମସିହାରେ ଓଡ଼ିଶାରୁ ସାଇବର ଲୁଟେରାମାନେ 350 କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି। ଏହାର ମୁକାବିଲା କରିବାକୁ ପୁଲିସ ଅଣ୍ଟା ଭିଡ଼ିଛି। ମାତ୍ର ଦୁର୍ବଳ ଭିତ୍ତିଭୂମି ପୁଲିସ ରାସ୍ତାରେ ବାଧା ସୃଷ୍ଟି କରୁଛି। ଏଥିନିମନ୍ତେ ଓଡ଼ିଶା ପାଲଟିଛି ସାଇବର ଲୁଟେରାଙ୍କ ହବ୍। ବିଗତ 4 ବର୍ଷରେ 500 କୋଟି ଟଙ୍କା ଲୁଟ୍ ହୋଇଥିଲେ ହେଁ ପୁଲିସ ମାତ୍ର 9 କୋଟି ଟଙ୍କା ଫେରାଇ ଆଣିଛି ଏବଂ ମାତ୍ର 20 କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି। କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁସାରେ 2021ରୁ 2024 ମଧ୍ୟରେ 7583ଟି ସାଇବର ଠକେଇ ଅଭିଯୋଗ ହୋଇଛି। 2021 ମସିହାରେ ରୁଜୁ ହୋଇଥିବା 2037 ମାମଲାରେ ପ୍ରାୟ 40 କୋଟି ଟଙ୍କା ଲୁଟ୍ ହୋଇଥିଲା। ପୁଲିସ ତଦନ୍ତ କରି 26 ଲକ୍ଷ ଟଙ୍କା ଫେରାଇଥିଲା ଏବଂ 21 ଲକ୍ଷ ଟଙ୍କା ବ୍ଲକ୍ କରିଥିଲା। 2022 ମସିହାରେ 1983ଟି ମାମଲା ରୁଜୁ ହୋଇଥିବା ବେଳେ ଠକେଇ ହୋଇଥିବା 37 କୋଟିରୁ ମାତ୍ର 1.5 କୋଟି ଟଙ୍କା ଫେରିଥିଲା ଏବଂ 76 ଲକ୍ଷ ଟଙ୍କା ବ୍ଲକ୍ କରାଯାଇଥିଲା। 2023 ମସିହାରେ 2348ଟି ମାମଲା ରୁଜୁ ହୋଇଥିବା ବେଳେ ସାଇବର ଲୁଟେରାମାନେ 47 କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ପୁଲିସ ମାତ୍ର 1.5 କୋଟି ଟଙ୍କା ଲୋକଙ୍କୁ ଫେରାଇଥିଲା ଏବଂ 3 କୋଟି ଟଙ୍କା ବ୍ଲକ୍ କରିପାରିଥିଲା। ଏହା ଭିତରେ ଲୋକଙ୍କୁ ସଚେତନ କରିବା ପାଇଁ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ସଂସ୍ଥା ଲାଗି ପଡ଼ିଛନ୍ତି। କିନ୍ତୁ ସେହି ଅନୁସାରେ ସାଇବର ଠକମାନେ ନୂଆ ନୂଆ କୌଶଳମାନ ଆଡପ୍ଟ କରୁଛନ୍ତି। ଏବେ ଡିଜିଟାଲ ଆରେଷ୍ଟ କରି ଲୋକଙ୍କୁ ଲୁଟୁଛନ୍ତି। ଫଳରେ 2024 ମସିହାରେ 350 କୋଟି ଟଙ୍କା ଲୁଟ୍ ହୋଇଛି। ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ବିନୋତୋଷ ମିଶ୍ର ପ୍ରକାଶ କରିଛନ୍ତି। ଏବେ ରାଜ୍ୟରେ 14ଟି ସାଇବର ଥାନା ଅଛି ଏବଂ ଆଉ 20ଟି ସାଇବର ଥାନା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।